ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାରୀରେ ଦେଖନ୍ତୁ। ମୁକ୍ତି ଆଉ ଆଦି ଦୁଇ ଜଣ ମିଶି ଅଫିସ୍ କାମ କରୁଥିବା ବେଳେ ମୁକ୍ତି କୁହେ ମୋ କାମ ସରିଗଲା। ଆଦି କୁହେ ମୁକ୍ତି ଘଣ୍ଟା ଦେଖେ ତ 2ଟା ହେଇଥାଏ। ମୁକ୍ତି କୁହେ ଏବେ ତ କେବଳ ରାତି 2ଟା ହେଇଛି। ଆଦି କୁହେ ମୁକ୍ତି କୁହେ ଆଉ ଏ ଡୋର୍ ଖୋଲିବାକୁ 6 ଘଣ୍ଟା ବାକି ଅଛି। ଆଦି କୁହେ ମୁକ୍ତି କୁହେ ମୋତେ ବହୁତ ଥଣ୍ଡା ବି ଲାଗୁଛି। ଆଦି କୁହେ ଆଦିର ଏ ହୁଁ କଥା ଶୁଣି ମୁକ୍ତି ଆଦିକୁ ଚାହେଁ ଆଉ କୁହେ ମାନେ HMM। ତାପରେ ମୁକ୍ତି ଆଦିକୁ ଡାକେ। ଆଦି କୁହେ ମୁକ୍ତି କୁହେ ପୁଣି ଆପଣ ଜାଣିଛନ୍ତି HMM ବାଲା ୱାର୍ଡ ନା, ଏଇଟା ହେଉଛି ଏମିତି ଅନ୍ଧକୁଆ ଯେଉଁଠି ପଡ଼ିକି କେତେ ଅନଲାଇନ୍ ଅଣନିଶ୍ୱାସ ହେଇଯାଇଛନ୍ତି। ଆଦି ମୁକ୍ତିକୁ ଚାହେଁ। ମୁକ୍ତି କୁହେ କେମିତି ଲାଗୁଛି ମୁଁ ଭୋକ ଲାଗିଲାଣି ମୋଟି ଲାଗୁଛି ତତେ କିଛି କହିବାର ଅଛି ଏଇ ନା ପ୍ରେମର ବନ୍ଧୁତ୍ୱର ବାର୍ତ୍ତାଳାପର ସବୁର ଦୁଶ୍ମନ। ଆଦି କୁହେ ହ୍ୱାଟ୍ କ'ଣ କହିଲ ତମେ? ବାର୍ତ୍ତାଳାପ। ମୁକ୍ତି କୁହେ ବାର୍ତ୍ତାଳାପ ଜାଣିନାହାନ୍ତି? 2 ଜଣ ପଢ଼ା ଲେଖା ଆଉ ଇଣ୍ଟେଲିଜେଣ୍ଟ ଭିତରେ ଯେଉଁ କନଭରସେସନ୍ କ୍ରିଏଟ୍ ହୁଏ ତାକୁ ବାର୍ତ୍ତାଳାପ କୁହନ୍ତି। ଆଦି କୁହେ ଆଉ ତମ ପରିକା ବକବକ ହେଉଥିବା ଲୋକକୁ କ'ଣ କୁହନ୍ତି? ମୁକ୍ତି କୁହେ ବକବାସ୍। ଆଦି କୁହେ ରାଇଟ୍, ବହୁତ ବକବାସ୍ କରିସାରିଛ, ଏବେ ଟିକେ ଚୁପ୍ ରହିବ କି? ଏକରେ ତମକୁ ଥଣ୍ଡା ଲାଗୁଛି, ତା ଉପରେ ଡ୍ରେସ୍ କୋଟ୍ ବି ପିନ୍ଧୁନ, ଆଉ ଏ କମ୍ପ୍ଲେନ୍ କରିବା ବନ୍ଦ ବି କରୁନ। ମୁକ୍ତି କୁହେ ଆପଣ ଏମିତି ବକର ହେଲେ ରାଗରେ ମୋ ମୁଣ୍ଡ ବିନ୍ଧା ହେଉଛି। ଆଦି କୁହେ ଆଉ ସବୁ ଝିଅମାନେ ନା ଗୋଟେ ଟାଇପ୍ର, ତମମାନଙ୍କୁ କିଛି ବି ଜଣା ନଥାଏ, କେତେବେଳେ କ'ଣ କରିବ କେତେବେଳେ ନାହିଁ। ମୁକ୍ତି କୁହେ ସାର୍ ଆପଣ ବିଲକୁଲ ମୋ ଜେଜେବାପାଙ୍କ ଭଳିଆ, ସିଏ ଯେତେବେଳେ ରାଗୁଥିଲେ ନା ଠିକ୍ ଆପଣଙ୍କ ଭଳି ଏମିତି ହିଁ ହେଉଥିଲେ। ତାପରେ ମୁକ୍ତିର ଘର କଥା ମନେ ପଡ଼େ ଆଉ ସେ ଅଲଗା ଜାଗାକୁ ଚାଲିଯାଏ। ଆଦି ତା ପାଖକୁ ଯାଏ ଆଉ ଆଦି କୁହେ ହେଲେ ମୁକ୍ତି ତମ ଜୀବନରେ କେହି ଜଣେ ପୁଅ ଥିଲେ ନା? ଆଉ ଏକଥା ଶୁଣି ମୁକ୍ତି ବହୁତ ଡରିଯାଏ। ଆଦି କୁହେ ତାହେଲେ ତମେ ଏଠି ଏକା କ'ଣ ପାଇଁ ଅଛ? ଆଉ ତମ ଘର ଲୋକ ତମ ଦାଦା ତମକୁ ମାରିବା ପାଇଁ କ'ଣ ପାଇଁ ଚାହୁଁଥିଲେ? ମୁକ୍ତି କୁହେ କାହିଁକି ନା ମୁଁ ନିଜ ଜୀବନକୁ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହୁଁଥିଲି, ମୋ ସ୍ୱପ୍ନ ପୁରା କରିବାକୁ ଚାହୁଁଥିଲି, ଆଉ ମୋ ଖୁସିକୁ ମୁଁ ନିଜେ ବାଛିଥିଲି, ଆଉ ଏ ସବୁ ଭିତରେ ମୋ ଦ୍ୱାରା ଗୋଟେ ଭୁଲଟା ହେଇଗଲା। ଆଦି କୁହେ ପ୍ଲିଜ୍ ମୁକ୍ତି, ଯେଉଁ କଥା ଭାବିକି ଏତେ କଷ୍ଟ ଲାଗୁଛି, ତମକୁ କାନ୍ଦ ଆସୁଛି, ସେ ସବୁ କିଛି ଭୁଲିଯାଅ ଆଉ ସବୁବେଳେ ଜୀବନରେ ଆଗକୁ ବଢ଼ିବା ଶିଖ। ପଛ କଥା ଭାବିକି କିଛି ବି ଲାଭ ନାହିଁ। ଆଣ୍ଡ ମୁଁ ଯେତିକି ତମକୁ ଦେଖିଛି, ଯେତିକି ଅବଜର୍ଭ କରିଛି, ତମେ ତମ ଲାଇଫକୁ ଭଲ ଭାବରେ ହ୍ୟାଣ୍ଡେଲ୍ କରୁଛ, ସିରିୟସଲି। ମୁକ୍ତି କୁହେ ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହୁଁଛି, ଯାହା ମୋ ଜୀବନର ବଡ଼ ସତ। ଆଉ ଆପଣ ଠିକ୍ କହୁଥିଲେ, ମୋ ଜୀବନରେ କେହି ଜଣେ ଥିଲେ। ଠିକ୍ ସେଇ ସମୟରେ ଲାଇନ୍ କଟିଯାଏ ଆଉ ମୁକ୍ତି ଆଦିର ହାତକୁ ଧରି ନିଏ ଆଉ ତାପରେ 2 ଜଣ ନିଜ ନିଜ ଭିତରେ ହଜିଯାଆନ୍ତି।